ଜଗନ୍ନାଥ ସାଙ୍ଗମାନେ ପୁଣି ଆସିଗଲା ଗୋଟେ ନୂଆ ଭିଡ଼ିଓରେ। ମୁଁ ଆଜି ଚାଲିଲି ପିପିଲି କାହିଁକିନା ମୋର ମେକଅପ୍ ବଲ୍ ଥିଲା ତ ସବୁ କାମ ସାରି ଘରର ମୁଁ ବାହାରି ପଡ଼ିଲି ମୋ କାମରେ ତ ନଖରାରୁ ହାଇଟେକ୍ ଛକରେ ଆସିକି ଓହ୍ଲେଇଲି କାହିଁକିନା ମୋତେ ପୁରୀ ବାଇପାସ୍ ରୋଡ଼ ଦେଇକି ଯିବାର ଥିଲା। ଆସିକି ଦେଖେ ତାକୁ ରସ ଥିଲା ତ ମୁଁ ଗୋଟେ ପିଇଦେଲି କାହିଁକିନା 2-4 ଦିନ ହେବ ବହୁତ ଗରମ ହେଉଛି ଆପଣମାନେ ଜାଣିଥିବେ। ରୋଡ଼ରେ ଗଲାବେଳେ ଗୋଟେ ବି ଲୋକ ଦେଖାଉନାହାନ୍ତି, ବହୁତ କମ୍ ଲୋକ ଯାଉଥିଲେ କାହିଁକିନା ଗରମ ହେଉଛି ଆମକୁ ତ ଆମ କାମ କରିବାକୁ ପଡ଼ିବ ଖରା ଆଉ ବର୍ଷା ହଉ। ତ ସେ ଗାଁ ଭିତରେ ଗଲାବେଳେ ଗୋଟେ ସୁନ୍ଦର ମନ୍ଦିର ଦେଖିଲି, ଭାବିଲି ଆପଣମାନଙ୍କୁ ବି ସେଇଟା ସେୟାର କରିବି। ସେ ଗାଁଟା ମୋତେ ବହୁତ ନିଜର ଲାଗିଲା, ବହୁତ ବି ଭଲ ଲାଗିଲା ଯେଉଁ ଗାଁରେ ମୋର ମେକଅପ୍ ଥିଲା। ଫାଇନାଲି ମୁଁ ଆସିକି କ୍ଲାଏଣ୍ଟଙ୍କ ଘରେ ପହଞ୍ଚିଯାଇଛି। କ୍ଲାଏଣ୍ଟଙ୍କ ରୁମ୍କୁ ଆସିକି ଦେଖି କ୍ଲାଏଣ୍ଟ କଫି ପିଇବାରେ ବ୍ୟସ୍ତ। ତାପରେ ମୁଁ ମୋ କାମ ଷ୍ଟାର୍ଟ କଲି। ଅଲରେଡ଼ି ଲେଟ୍ ହେଇଗଲାଣି ମେକଅପ୍ ପାଇଁ। ତ ମେକଅପ୍ଟା ମୋର କେମିତି ଲାଗିଲା ଲାଷ୍ଟରେ ମୋତେ ନିହାତି ଜଣାଇବେ କମେଣ୍ଟରେ। ଆପଣମାନଙ୍କ ସପୋର୍ଟ ତ ନିହାତି ଦରକାର ମୋତେ ଆଗକୁ ବଢ଼ିବା ପାଇଁ। ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ ଯେତେ ମାତ୍ରାରେ କରିପାରିବେ। ମୋ କ୍ଲାଏଣ୍ଟ ତ ଅଲରେଡ଼ି ସୁନ୍ଦର ଥିଲେ, ତଥାପି ସେ ମୋତେ ନିମନ୍ତ୍ରଣ କରିଥିଲେ ତାଙ୍କୁ ଆଉ ଟିକେ ସୁନ୍ଦର କରିବା ପାଇଁ, ଯେହେତୁ ମୁଁ ମେକଅପ୍ ଆର୍ଟିଷ୍ଟ। ତ ଆପଣମାନଙ୍କ ସପୋର୍ଟ ମୋତେ ନିହାତି ଦରକାର। ଆଶା ଅଛି କି ଆପଣମାନେ ସପୋର୍ଟ କରିବେ। ଆଉ ଗୋଟେ କଥା ହେଉଛି, ଗୋଟେ ନାରୀକି ସୁନ୍ଦର କରେ ତା ସିନ୍ଦୁର। ଆଉ ମେକଅପ୍ଟା କେମିତି ଲାଗିଲା ନିଶ୍ଚୟ କହିବେ। କ୍ଲାଏଣ୍ଟଙ୍କ କମେଣ୍ଟ ମୋ ମେକଅପ୍ରେ କ'ଣ ଥିଲା ସେ ଭଏସ୍ ଦେଇଥିଲେ, ତଥାପି ଶୁଭାଯାଉନଥିଲା। ମୁଁ କହିଦେଉଛି ତାଙ୍କର ଡିମାଣ୍ଡ ଥିଲା କି ମୋତେ ସିମ୍ପଲ୍ ମେକଅପ୍, ଆଇ ମେକଅପ୍ ଭଲ ଥିବା ଦରକାର ଆଉ ମୁଁ ସୁନ୍ଦର ଦେଖାଯିବା ଦରକାର। ମେକଅପ୍ଟା ସେଇଭଳିଆ ହେଇଛି। ସେ ବି ବହୁତ ଖୁସି ଥିଲେ, ମୋତେ ବି ବହୁତ ଭଲ ଲାଗିଲା ମୋ କାମ। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କହିବେ। କ୍ଲାଏଣ୍ଟ ଲାଷ୍ଟକୁ ମୋତେ ବିଦାୟ